ଜୟ ଜଗନ୍ନାଥ ସାଙ୍ଗମାନେ, ଆଜି ମୁଁ ସକାଳୁ ଉଠି ବାବା ଲୋକନାଥଙ୍କୁ ଦର୍ଶନ କରି ମୋ ବ୍ଲଗିଂ ଷ୍ଟାର୍ଟ କରିଛି ସାଙ୍ଗମାନେ। ହାଇ ସାଙ୍ଗମାନେ, ଆଉ ଆଜି କାମ ଥିଲା ଦିନମାନ, ମୁଁ ଆଉ ଭିଡ଼ିଓ କରିନଥିଲି ସାଙ୍ଗମାନେ, ଏବେ ଘରେ କରୁଛି। ଆଜି ଦିନମାନେ କ'ଣ ହେଇଛି, ମୁଁ ଖାଲି ମନ୍ଦିର ଯାଇଥିଲି, ମନ୍ଦିରରୁ ଆସିକି ଦର୍ଶନ ଠାକୁରଙ୍କୁ କଲି। ଆଉ ଏବେ ଦେଖନ୍ତୁ ମୁଁ ଚାହା ଆଉ ସେଉ ଥିଲା, ସେଉ ଆଉ ଚାହା ଖାଉଛି ଏବେ। ଆଉ ଖାଇସାରି ସାଙ୍ଗମାନେ ବ୍ଲଗ୍ଟାକୁ ଆଜି କରିବା। ଆଜି ସାଙ୍ଗମାନେ ଭଲ ଇମ୍ପୋର୍ଟାଣ୍ଟ କଥା ଆପଣମାନଙ୍କୁ କହିବି ଭିଡ଼ିଓରେ। ଆପଣମାନେ ଭିଡ଼ିଓଟାକୁ ଟୋଟାଲ୍ ଦେଖିବେ, ଜମା ସ୍କିପ୍ କରିବେନି। ଭଲ କଥା କହିବି, ବ୍ଲଗିଂ ଚ୍ୟାନେଲ୍ କିନ୍ତୁ ଭଲ କଥା କହିବି ସାଙ୍ଗମାନେ, ଆପଣମାନେ ଜମା ସ୍କିପ୍ କରିବେନି। ଏବେ ଭିଡ଼ିଓଟାକୁ ମୁଁ ଏବେ ରଖୁଛି, ଟିକେ ଚାହା ଆଉ ଖାଇଦେବା, ତାପରେ ଆପଣମାନଙ୍କ ସହିତ ନେକ୍ସଟ ଗୋଟେ ରୁମ୍କୁ ଯାଇକି ଆପଣଙ୍କ ସହିତ ପୁରା ଭଲସେ ଫାଙ୍କାରେ କଥା ହେବା। କାହିଁକିନା ଏବେ ଗାଡ଼ି ଫାଡ଼ି ଯାଉଛି, ମାନେ ସାଉଣ୍ଡଟା ମୋର କ୍ଲିୟର୍ ଆସିନଥିବ। ଠିକ୍ ଅଛି ସାଙ୍ଗମାନେ, କାହିଁକିନା ଆପଣମାନେ ଯଦି ଚ୍ୟାନେଲ୍ ଖୋଲିଛନ୍ତି, ଆପଣମାନେ ନିହାତି ଜାଣିଥିବେ ଚ୍ୟାନେଲ୍ରେ କେତେ ମେହନତ କରିବାକୁ ପଡ଼େ। ଗୋଟାଏ ଦିନରେ ସବୁ କିଛି ହେଇପାରୁନି ସାଙ୍ଗମାନେ, କି ମାସକରେ ହେଇପାରୁନି, କି 6 ମାସରେ ହେଇପାରୁନି। ମେହନତ ସାଙ୍ଗମାନେ ପୁରା ଷ୍ଟାର୍ଟ କରିବାକୁ ପଡ଼ିବ। ଆପଣଙ୍କୁ ଜି ଜାନ୍ ମେହନତ କଲେ ଆପଣମାନେ ବ୍ଲଗ୍ରେ ଇମ୍ପ୍ରୁଭ୍ ହେବ। ଆଉ ଆପଣମାନେ ଗୋଟେ କଥା ସାଙ୍ଗମାନେ କହୁଛି, ଆପଣମାନେ ଯେଉଁ କମ୍ପାନୀରେ କାମ କରିବେ, କମ୍ପାନୀରେ କାମ କଲେ 8ଟାରୁ 5ଟା କାମ କରୁଛନ୍ତି, ତା ଦେହରେ ଆପଣମାନଙ୍କୁ ସାଲାରୀ ମିଳେ ମନ୍ଥଲି 20,000, କାହାକୁ ମିଳେ, କାହାକୁ 25,000 ମିଳେ, କାହାକୁ 18,000 ଏମିତି ମିଳେ। ଆପଣମାନେ ଭାବନ୍ତୁ, ଗୋଟେ ଦିନ ଆପଣ ରୋଜଗାର କରିବେ 500ରୁ 600, ସେତିକିରେ ଆପଣମାନେ ଯଦି ଖୁସି ତାହେଲେ ଚଳିବ, ମାନେ କିଛି ନାହିଁ। ଆପଣମାନେ ଯଦି ଆପଣଙ୍କର ଆଇଡି ଖୋଲୁଛନ୍ତି, ୟୁଟ୍ୟୁବରେ ଆଇଡି ଖୋଲିକି ବ୍ଲଗ୍ କରୁଛନ୍ତି, କିମ୍ବା ଟ୍ରାଭେଲ୍ କରୁଛନ୍ତି, କିମ୍ବା କୁକିଂ ଚ୍ୟାନେଲ୍, କିମ୍ବା ଯେକୌଣସି ଚ୍ୟାନେଲ୍ କରୁଛନ୍ତି, ଆପଣମାନେ ତା ଦେହରେ ପୁରା ମେହନତ ଲଗେଇବେ, ମାନେ ସବୁବେଳେ ଭିଡ଼ିଓ ଅପଲୋଡ଼ କରିବେ ଟାଇମ୍ ଟୁ ଟାଇମ୍। ଆପଣମାନଙ୍କୁ ଇମ୍ପ୍ରୁଭମେଣ୍ଟ ନିହାତି ଦେଖାଯିବ। ଆପଣମାନେ ଦିନେ ଅଧେ ଯଦି କରିକି ଆପଣମାନେ କହିବେ ଇମ୍ପ୍ରୁଭମେଣ୍ଟ ହେଉନି, କେବେ ଏଠି ସମ୍ଭବ ନଥାଏ। ଆପଣମାନେ ଭାବନ୍ତୁ, ଆମେ ଯେତେବେଳେ ପରୀକ୍ଷା ଦେଉଥିଲୁ, ଆମେ ଗୋଟେ ବର୍ଷ ସାଙ୍ଗମାନେ ପଢ଼ିଲା ପରେ ତାପରେ ପରୀକ୍ଷା ଦେଉଥିଲୁ। ଆପଣମାନେ ଯଦି କହିବେ ମୁଁ 15 ଦିନରେ ପୁରା ଜ୍ଞାନ ହୋଇଯିବ ମୋର, କେବେ ସାଙ୍ଗମାନେ ହେବନି 15 ଦିନରେ। ଆପଣମାନଙ୍କୁ ଟାଇମ୍ ଲାଗିବ, କାହାକୁ ବର୍ଷେ ଲାଗିବ, କାହାକୁ 2 ବର୍ଷ ଲାଗିବ, କାହାକୁ 3 ବର୍ଷ ଲାଗିବ, କିନ୍ତୁ ନିହାତି ସାଙ୍ଗମାନେ ସକ୍ସେସ୍ ହେବ। ସେଥିପାଇଁ ସାଙ୍ଗମାନେ ମୁଁ କହୁଛି ବ୍ଲଗିଂ ଚ୍ୟାନେଲ୍ କରନ୍ତୁ, ଆପଣମାନେ ବ୍ଲଗିଂ ବାହାରେ କରନ୍ତୁ। ମୁଁ ଆଜି ସାଙ୍ଗମାନେ କେଉଁଠି ଯାଇନଥିଲି, ଟିକେ କାମ ରହିଯାଇଥିଲା, ଭିଡ଼ିଓ କରିପାରିନଥିଲି। ସେଥିପାଇଁ ସାଙ୍ଗମାନେ ଘର ଭିତରେ ସୁଟ୍ କରିକି ଆପଣ ଦେଖୁଛି। ଟାଇମ୍ ଆସି ସାଙ୍ଗମାନେ 9:30 ରାତି ହେଲାଣି, 10ଟା ବାଜିବ। ଆପଣମାନେ ଚିନ୍ତା କରନ୍ତୁ, ମୁଁ ବ୍ଲଗ୍ କରିକି ଆପଣମାନଙ୍କୁ ଦେଖୁଛି। କାହିଁକି? ମୁଁ ଜାଣୁଛି ସବୁବେଳେ ଅପଲୋଡ଼ କଲେ ଲୋକମାନେ ମୋ ସହିତ ଆଟାଚ୍ ହେବେ। ଆପଣମାନେ ଦିନେ ଅଧେ କରିଦେବେ, ଛାଡ଼ିଦେବେ, ଆପଣମାନଙ୍କ ସହିତ ଲୋକ କାହିଁ ଯୋଡ଼ି ହେଇ ରହିବେ? ସେଥିପାଇଁ ସାଙ୍ଗମାନେ ଆଉ କିଛି କହିବାର ମୁଁ ଚାହୁଁନି, ଆପଣମାନେ ସବୁ ଠିକ୍ ଜାଣିଛନ୍ତି। ଆଉ ଯେଉଁମାନେ ଦେଖୁଛନ୍ତି ମୋ ବ୍ଲଗ୍ ଚ୍ୟାନେଲ୍, ମୋ ଘର ହେଉଛି ସାଙ୍ଗମାନେ ପାରାଦ୍ୱୀପଗଡ଼। ଆପଣମାନେ କେଉଁଠୁ ଦେଖୁଛନ୍ତି ନିହାତି ଟିକେ କମେଣ୍ଟ କରି କହିବେ, କମେଣ୍ଟରେ ଲେଖିବେ କେଉଁଠୁ, କେଉଁ ଡିଷ୍ଟ୍ରିକ୍ଟ ଆପଣଙ୍କର, କେଉଁ ଏରିଆ, ଟିକେ କହିବେ ସାଙ୍ଗମାନେ। ଆଉ ସାଙ୍ଗମାନେ ଭଲରେ ସମସ୍ତେ ରୁହନ୍ତୁ। ଆଉ ବ୍ଲଗ୍ ଚ୍ୟାନେଲ୍ ବି ମୋ ସାଙ୍ଗମାନେ ମୁଁ ଏବେ ଡେଲି କଣ୍ଟିନ୍ୟୁ 8 ଦିନ ହେଲା ଡେଲି ଅପଲୋଡ଼ କରୁଛି। ଆପଣମାନେ ଯାଇକି ଚ୍ୟାନେଲ୍ରେ ଦେଖିପାରିବେ। ମୋ ଚ୍ୟାନେଲ୍ ନାଁ ହେଉଛି ରାଜେଶ ତରାଇ ବ୍ଲଗ୍। ଏତିକି ହେଲା କଥା ସାଙ୍ଗମାନେ। ଆଜି ସାଙ୍ଗମାନେ ବ୍ଲଗ୍ ଟିକେ ଏଣ୍ଡ କରିବା। ରହୁଛି ସାଙ୍ଗମାନେ, ଜୟ ଜଗନ୍ନାଥ, ଗୁଡ୍ ନାଇଟ୍।